ମାଛର ତ ଆପଣମାନେ ସମସ୍ତେ ବହୁତ ପ୍ରକାରର ରେସିପି ବନାଉଥିବେ। ମାଛ ଯାହାର ପସନ୍ଦ ସବୁବେଳେ ଗୋଟିଏ ପ୍ରକାରର କରିକି ବା ଖାଇକି ବୋର୍ ହେଇଗଲେଣି, ତାହେଲେ ମୁଁ ବନେଇଲା ଭଳି ଏଇ ମାଛର ରେସିପିକୁ ବନାନ୍ତୁ, ବହୁତ ହି ବଢ଼ିଆ ଲାଗିବ। ଯାହାକି ବନିଯିବ ଅଳ୍ପ ସମୟରେ ଏବଂ ଖୁବ୍ କମ୍ ମସଲାରେ, ସ୍ୱାଦ କିନ୍ତୁ ପୁରା ଜବରଦସ୍ତ। ନମସ୍କାର, ମୁଁ ମମତା ସ୍ୱାଗତ କରୁଛି ଆପଣମାନଙ୍କୁ ମୋ ଚ୍ୟାନେଲ ଓଡ଼ିଆ ଘର ଚଳଣୀକୁ। ଭିଡ଼ିଓଟିକୁ ପୁରା ଦେଖନ୍ତୁ। ରେସିପି ଦେଖିସାରି ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ, ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଯିବେ। ଯଦି ଫେସବୁକରୁ ଦେଖୁଛନ୍ତି ତାହେଲେ ମୋ ଚ୍ୟାନେଲକୁ ଫଲୋ କରିଦିଅନ୍ତୁ। ମାଛ ଆମ୍ବିଳ ପାଇଁ ଏଇଠି ମୁଁ ପ୍ରଥମେ ତେନ୍ତୁଳିକୁ ଟିକେ ଉଷୁମ ପାଣିରେ ଭିଜେଇକି ରଖିଦେଲି। କଡ଼େଇରେ ସୋରିଷ ତେଲ ଦେଇକି ରୋହି ମାଛରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ ଗୋଳେଇକି ରଖିଥିଲି, ତାକୁ ଭାଜି ନେବି। ଆପଣମାନେ ଚାହିଁଲେ ଅନ୍ୟ ମାଛ ସବୁ ନେଇପାରିବେ। କଡ଼େଇରେ ସୋରିଷ ତେଲ, ହେଙ୍ଗୁ ଦେଇଦେବା, ପଞ୍ଚ ଫୁଟଣ, ଶୁଖିଲା ଲଙ୍କା 2ଟି। ଯଦି କଞ୍ଚା ଲଙ୍କା ଆପଣମାନେ ରାଗ ଅଧିକ ଚାହୁଁଥିବେ ତାହେଲେ କଞ୍ଚା ଲଙ୍କାକୁ ଫାଳ କରିକି ମଧ୍ୟ ଦେଇପାରିବେ। ଭୃଷଙ୍ଗ ପତ୍ର, ଗୋଟେ ପିଆଜକୁ ଚୁନ ଚୁନ କରି କାଟି ରଖିଥିଲି, ତାକୁ ଦେଇଦେବା। ମିଡ଼ିୟମ୍ ଫ୍ଲେମ୍ରେ ହିଁ ଭାଜିବା, ଅଧିକ ପିଆଜଟା ଭାଜି ହେବା ଆବଶ୍ୟକ ନାହିଁ। ତ ଏଇଠି ପିଆଜ ଦେଖନ୍ତୁ ହାଲକା ଭାଜି ହେଇଗଲା ପରେ ମୁଁ ଏଇଠି ରସୁଣରୁ ଚୋପା ଛଡ଼େଇକି ତାକୁ ଛେଚି ଦେଇଥିଲି ଭଲ ଭାବରେ। ଏଇଠି ରସୁଣକୁ ଦେଇ ସାରିକି ଲୋ ଟୁ ମିଡ଼ିୟମ୍ ହିଟ୍ରେ ଭାଜି ନେବା। ଏଇଠି ଦେଖନ୍ତୁ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ଟିକେ ଜିରା ପାଉଡ଼ର, ଏବେ ପିଠାପାତା ସାହାଯ୍ୟରେ ଭଲ ଭାବରେ ଆମେ ଭାଜି ନେବା। ଏଇଠି ଆମର ଗ୍ୟାସ୍ର ଫ୍ଲେମ୍ଟି ରହିବ ଲୋ, ଯଦ୍ୱାରା କି ଆମର ମସଲା ତଳୁ ଲାଗିବ ନାହିଁ। 3 ରୁ 4 ମିନିଟ୍ ଟିକେ ଭାଜି ହେଇଗଲା ପରେ ଏଇଠି ଦେଖନ୍ତୁ ମୋର ଏଇଠି ତେନ୍ତୁଳି ଭଲ ଭାବରେ ଭିଜି ସାରିଛି। ତାକୁ ଏମିତି ଚିପୁଡ଼ି ଦେବା ଭଲ ଭାବରେ, ତାର ଖଦ ଅଂଶକୁ କାଢ଼ିକି ଥୋଇଦେବା ଏବଂ ତାର ମଣ୍ଡକୁ ଆମେ ଆମର ଆମ୍ବିଳରେ ପକାଇବା। ଆପଣମାନଙ୍କର କ୍ୱାଣ୍ଟିଟି ଅନୁଯାୟୀ ଏଇଠି ତେନ୍ତୁଳି ନେବେ। ଯେଉଁ ହିସାବରେ ମାଛ ନେଇଛନ୍ତି ସେହି ହିସାବରେ ଏଇଠି ତେନ୍ତୁଳି ମଣ୍ଡକୁ ଆଡ଼୍ କରିବେ। ତ ଚାଲନ୍ତୁ, ମୁଁ ଏଇଠି ଦେଖନ୍ତୁ ପୁରା କାଢ଼ିଦେଲି। ଏବେ ଯେଉଁ ଆମେ ଆମର ମସଲା ରେଡ଼ି କରିଥିଲେ ସେଥିରେ ତେନ୍ତୁଳି ମଣ୍ଡକୁ ଦେଇଦେବା। ଏଠି ତେନ୍ତୁଳି ମଣ୍ଡ ଭଲ ଭାବରେ ଫୁଟିଯିବ। ମୁଁ ପାଖାପାଖି 1.5 କପ୍ ଏଠି ପାଣି ଦେଇଛି। ଦେଖନ୍ତୁ 5 ରୁ 7 ମିନିଟ୍ ପରେ ଏଇଠି ମୁଁ ଚିନି ଦେଇଦେଲି, ଗୋଟେ ଡଙ୍କି ବା ଗୋଟେ ବେଲା। ଆପଣମାନେ ଚାହିଁଲେ ଗୁଡ଼ ମଧ୍ୟ ଆଡ଼୍ କରିପାରିବେ। ଆପଣମାନଙ୍କର ଖଟା ମିଠା ବା ଆପଣମାନେ ଯେତିକି ମିଠା ପସନ୍ଦ କରନ୍ତି ସେ ଅନୁସାରେ ଦେଇଦେବେ। ଯେତେବେଳେ ଏଠି ପୁରା ଟକରମକର ହେଇକି ଭଲ ଭାବରେ ଫୁଟିଯିବ, ଆମେ କଭର କରିଦେବା ଢାଙ୍କୁଣୀ ଦେଇକି। 5 ରୁ 7 ମିନିଟ୍ ହେଇଗଲା ପରେ ଦେଖନ୍ତୁ କିଛି ଝୋଳ ଆମର ଏମିତି ହେବ। ଆମ୍ବିଳଟା ସାଧାରଣତଃ ଟିକେ ଝୋଳଝୋଳିଆ, ମାନେ ଟିକେ ପାଣି ରହିଲେ ଭଲ ଲାଗେ, ପାଣିଆ ପାଣିଆ ହେଲେ ଭଲ ଲାଗେ। ଏଠି ଭଜାଇ ରଖିଥିବା ମାଛକୁ ଦେଇଦେବା। ଯଦି ଦେହ ଖରାପ ହେଇଯାଇଛି, ପାଟିକୁ କିଛି ରୁଚୁନାହିଁ, ପାଟିର ଟେଷ୍ଟ ପୁରା ପଳେଇଛି, ତାହେଲେ ଆପଣମାନେ ଏଇଭଳି ରେସିପିକୁ ଟ୍ରାଏ କରିପାରିବେ। ଦେଖିବେ ବହୁତ ହି ଭଲ ଲାଗିବ। ଏହି ମାଛ ଆମ୍ବିଳ ସାଧାରଣତଃ ଗଞ୍ଜାମ, କୋରାପୁଟ, ମୟୂରଭଞ୍ଜ ଅଞ୍ଚଳରେ ସଭିଙ୍କ ଘରେ ପରିଚିତ। ବହୁତ ସୁଆଦିଆ ମଧ୍ୟ ହୋଇଥାଏ। ଯାହାକି ଘରକୁ କେହି ଗୋଟେ ଗେଷ୍ଟ ଆସିଯାଆନ୍ତି ତାହେଲେ ଆପଣମାନେ ବହୁତ କମ୍ ସମୟରେ ଆକୁ ବନେଇକି ସର୍ଭ କରିପାରିବେ। କିଛି ନୂଆ ଭେରାଇଟିର ରେସିପି ସମସ୍ତେ ପସନ୍ଦ କରିଥାନ୍ତି। ତ ଆପଣମାନେ ବି ଆଶା କରୁଛି ଆଜିର ରେସିପିଟା ବହୁତ ହି ଭଲ ଲାଗୁଥିବ। ଆଉ ଯଦି କେବେ ବନେଇ ନାହାନ୍ତି, ମୁଁ ବନେଇଲା ଭଳି ନିହାତି ଭାବେ ଥରୁଟିଏ ଟ୍ରାଏ କରନ୍ତୁ। ଗରମା ଗରମ ଭାତ ଥିବ, ତା ସାଇଡ଼୍ରେ ଥିବ ଏଇ ଗରମା ଗରମ ଆମ୍ବିଳ, ଆଉ କ'ଣ ଦରକାର ଅଛି କହିଲେ? ତ ଚାଲନ୍ତୁ ଗୋଟେ ପ୍ଲେଟ୍କୁ ସର୍ଭ କରିଦେବା। ଦେଖିଲେ ମାଛ ଆମ୍ବିଳଟି କେତେ ସୁନ୍ଦର ଦେଖାଯାଉଛି, ପୁରା କଲର୍ ଦେଖାଯାଉଛି। ବନିଗଲା ଖୁବ୍ କମ୍ ସମୟରେ। ରେସିପି ଦେଖିସାରି ନିହାତି ଭାବେ ଗୋଟେ ସୁନ୍ଦର କମେଣ୍ଟଟେ ଆପଣମାନେ ଦେବେ। ରହିଲି, ନମସ୍କାର। ପୁଣି ଦେଖାହେବ ଆପଣମାନଙ୍କ ସହିତ ଆଉ ଗୋଟେ ସୁନ୍ଦର ରେସିପି ସହିତ। ସେଥିପର୍ଯ୍ୟନ୍ତ ସମସ୍ତେ ଭଲରେ ରୁହନ୍ତୁ।